ଯେତେ ଭଲ କାମ କଲେ ମଧ୍ୟ ବହୁ ସମୟରେ ଆମେ ବିଭିନ୍ନ ମଞ୍ଚରୁ ଏବଂ ବିଶେଷ କରିକି ଏଥିରେ ଅନେକ ଲୋକ ବି ଏବଂ ଅନେକ ସଂସ୍ଥା ମଧ୍ୟ ଆମକୁ ସମାଲୋଚନା କରିଥାନ୍ତି। ଏଣୁ ଏଥିରେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଛି, ରାଜ୍ୟର ଜନସାଧାରଣଙ୍କୁ ମଧ୍ୟ କହିବା ପାଇଁ ଚାହୁଁଛି, ପୋଲିସ ଯେତେ ଭଲ କାମ କଲେ ସୁଦ୍ଧା ଆଲୋଚନା ସମାଲୋଚନାର ନିଶ୍ଚିତ ଭାବରେ ସରବ୍ୟ ହେଇଥାନ୍ତି। ଆମ ସମାଜ ଏକ ଅତ୍ୟଧିକ ରାଜନୈତିକ ସମାଜ। କିଛି ରାଜନୈତିକ ପଏଣ୍ଟ ସ୍କୋର କରିବା ପାଇଁ ପୋଲିସ ବିରୋଧୀରେ ଆପଣଙ୍କର ସେମାନେ ମଧ୍ୟ ଅନେକ ସମୟରେ ମନୋବଳ ଭାଙ୍ଗିବାକୁ ସେମାନେ ଉଦ୍ୟମ କରିଥାନ୍ତି। ବାସ୍ତବରେ ସେମାନେ ପୋଲିସକୁ ନୁହେଁ, ପୋଲିସ କାନ୍ଧରେ ବନ୍ଧୁକ ରଖିକି ସରକାରଙ୍କର ଉପରେ ହିଁ ସେମାନେ ଆକ୍ରମଣ କରିଥାନ୍ତି ଏବଂ ବିରୋଧୀ ସରକାରଙ୍କୁ ବିରୋଧ କରିବା ପାଇଁ ବଦନାମ କରିବା ପାଇଁ ଅପଚେଷ୍ଟା କରିଥାନ୍ତି। ତେଣୁ ଆପଣମାନେ ସେଥିରେ ବିଚଳିତ ହେବାର ଆବଶ୍ୟକତା ନାହିଁ। ପୋଲିସକୁ ବିରୋଧ କଲେ ମଧ୍ୟ ପ୍ରକୃତରେ ଇଏ ବିରୋଧ ହେଉଛି ସରକାରଙ୍କ ଉପରେ ଥାଏ। ତେଣୁ ଆପଣମାନଙ୍କର ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ପାଳନ କରିବା ପାଇଁ ଆପଣମାନେ ଯତ୍ନବାନ ସେମିତି ହିଁ ରହିବେ। ଯଦି କିଛି ଅସୁବିଧା ହେଲା ତାହେଲେ ତାଙ୍କୁ ଛାଇକୁ ନେଇଯାଆନ୍ତୁ, ତାକୁ ଛାଇରେ ନେଇକି ବସାଇ ଦିଅନ୍ତୁ, ପାଣି ଫାଣି ଦିଅନ୍ତୁ। ବାସ୍ତବରେ ସେମାନେ ଆପଣମାନଙ୍କର ପଛରେ ଆପଣମାନଙ୍କର ସରକାର ସବୁବେଳେ ଦୃଢ଼ ଭାବେ ଛିଡ଼ା ହୋଇଛି। କିନ୍ତୁ ମୋର ଗୋଟିଏ ମାତ୍ର ସର୍ତ୍ତ, ଆପଣମାନେ ସବୁବେଳେ ନିଜ ଡ୍ୟୁଟି ପ୍ରତି ଟ୍ରୁଥଫୁଲ ହେବାର ଆବଶ୍ୟକ। ଦୁର୍ନୀତି ଜାଣିଶୁଣି କର୍ତ୍ତବ୍ୟରେ ଅବହେଳା କିମ୍ବା କ୍ଷମତାର ଅପବ୍ୟବହାରକୁ କେବେ ହେଲେ ବରଦାସ୍ତ କରାଯିବ ନାହିଁ। ମୁଁ ସବୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ କହିବି, ଏହି ବାର୍ତ୍ତା ସବୁଠାରୁ ତଳସ୍ତରର କର୍ମରତ ପୁଲିସ ଅଧିକାରୀଙ୍କର ପାଖକୁ ମଧ୍ୟ ପହଞ୍ଚିବାର ଆବଶ୍ୟକତା ଅଛି। ନିରନ୍ତର କଠୋର ପରିଶ୍ରମ ଜରିଆରେ ଦକ୍ଷ ପୋଲିସ ଅଧିକାରୀ ସୃଷ୍ଟି କରୁଥିବା ଏହି ଏକାଡେମୀର ସମସ୍ତ ପ୍ରଶିକ୍ଷକଙ୍କ ଅବଦାନକୁ ମୁଁ ନିଶ୍ଚିତ ଭାବରେ ପ୍ରଶଂସା କରୁଛି। ଆଜି ମୁଁ ପଚାରୁଥିଲି ଡିଜି ମହାଶୟଙ୍କୁ ଯେ କିଭଳି ଭାବରେ ଟ୍ରେନିଂ ନେଇଛନ୍ତି, ସେମାନେ ସମସ୍ତେ କୃତକାର୍ଯ୍ୟ ହୋଇଛନ୍ତି କି ନାହିଁ, ସେମାନେ ଆଗାମୀ ଦିନରେ ସାମ୍ନାକୁ ଆସିବାକୁ ଥିବା ପରିସ୍ଥିତିର ମୁକାବିଲା କରିବା ପାଇଁ ରେଡି କି ନାହିଁ, ସମସ୍ତେ ଆପଣମାନେ ରେଡି ଅଛନ୍ତି ବୋଲି ନିଜେ ଡିଜି ମହାଶୟ ଆଶା ବ୍ୟକ୍ତ କରିଛନ୍ତି। ଆଉ ମୁଁ ମଧ୍ୟ ଆଶା କରୁଛି ଯେ କାର୍ଯ୍ୟରେ ମୋରାଲିଟି ବିଷୟରେ ଆପଣ ସମସ୍ତେ ପ୍ରଶିକ୍ଷଣ ନିଶ୍ଚିତ ଭାବରେ ପାଇଥିବେ। ବର୍ତ୍ତମାନ ସମୟ ଆସୁଛି ଆମେ ତାକୁ ପାଳନ କରିବା। ପୁନର୍ବାର ଅଷ୍ଟମ ବ୍ୟାଚର ଉପ ଆରକ୍ଷୀ ଅଧୀକ୍ଷକ ଓ ଦ୍ୱାଦଶ ବ୍ୟାଚର ଆରକ୍ଷୀ ଉପନିରୀକ୍ଷକ ଶିକ୍ଷାନବିଶମାନେ ଏହି ପୋଲିସ ଏକାଡେମୀରୁ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିବାରୁ ମୁଁ ଆପଣମାନଙ୍କ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ସମସ୍ତ ପଦକ ଏବଂ ପୁରସ୍କାର ବିଜେତାମାନଙ୍କୁ ମଧ୍ୟ ଯେଉଁମାନେ ଏଠି ଆଜି ପୁରସ୍କାର ନେଇଛନ୍ତି, ବିଶେଷ ଭାବରେ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ମୁଁ ଆଶା କରୁଛି ଆପଣମାନେ ସମସ୍ତେ ନିଜ ଭବିଷ୍ୟତ କାର୍ଯ୍ୟରେ ମଧ୍ୟ ଓଡ଼ିଶା ପୋଲିସକୁ ଆହୁରି ଅନେକ ଗୌରବାନ୍ୱିତ ସମୟ ଆପଣମାନେ କରିବେ। ମୋର ଦୃଢ଼ ଆଶା, ଏହି ବିଶ୍ୱାସ ଯେ ଆପଣ ପ୍ରତିଟି ମୁହୂର୍ତ୍ତରେ ଏହି ମନ୍ତ୍ରକୁ ମନେ ରଖି କାର୍ଯ୍ୟରତ ହେବେ। ଧନ୍ୟବାଦ। ଜୟ ହିନ୍ଦ। ବନ୍ଦେ ଉତ୍କଳ ଜନନୀ।